ସତରେ ମରଣ ଏମିତି ବି ଆସେ। 7 ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଉଭୟ। ପରସ୍ପର ସୁଖରେ ଦୁଃଖରେ ସାଥୀ ହୋଇ ରହିବେ ବୋଲି ବ୍ରାହ୍ମଣ ପୁରୋହିତଙ୍କ ଆଗରେ ହୋମନିଆକୁ ସାକ୍ଷୀ ରଖି ଶପଥ ନେଇଥିଲେ। ବିବାହ ପରେ ବେଶ ହସ ଖୁସିରେ ଘର ସଂସାର ଚାଲିଥିଲା। ହେଲେ ବିଧିର ବିଧାନ ବଡ଼ ବିଚିତ୍ର। ସେମାନଙ୍କ କପାଳରେ ଅନ୍ୟ କିଛି ଲେଖା ଥିଲା। ବେଦୀର ଶପଥ ମରଣ ଯାଏ ବରଣକୁ ସେମାନେ ସତ କରିଦେଲେ। ସତରେ ଏମିତି ବି କେହି କ'ଣ ସାଥୀ ହୋଇ ବାଟ ଚାଲିପାରେ? ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀ ସହ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଶା କରୁଛି ଆଜିର ଏ କାହାଣୀ ଆପଣଙ୍କ ହୃଦୟକୁ ନିଶ୍ଚୟ ଭାବରେ ଛୁଇଁବ। ହଁ ଆଜ୍ଞା, ଗାଁ ଶ୍ମଶାନରୁ ଶୁଭୁଛି ରାମ ନାମ ସତ୍ୟ ହେ, ହରିନାମ ସତ୍ୟ ହେ। ଝିପିଝିପି ବର୍ଷା ଶବ୍ଦ ସହ ଭାସି ଆସୁଛି ଛାତିପଟା କାନ୍ଦର ସ୍ୱର। ଏହାରି ଭିତରେ ଏକା ସାଥିରେ ଜଳୁଛି ଦୁଇଟି ଜୁଇ। ଗୋଟିଏ ପଟେ ସ୍ୱାମୀ ଆଉ ଅନ୍ୟପଟେ ସ୍ତ୍ରୀ। ଚାରିପଟେ ଘେରି ରହିଛନ୍ତି ପରିବାର, ବନ୍ଧୁ ପରିଜନ। ଏ ଦୃଶ୍ୟ ଦେଖିଲେ କାହାର ବା ଆଖିରୁ ଲୁହ ବୋହିବନି। ଏକା ସାଥିରେ ପତି ପତ୍ନୀ ତାଙ୍କ 2 ସନ୍ତାନକୁ ଅନାଥ କରି ଚାଲିଗଲେ। କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଡ଼ମ ମହେଶପୁର ଗାଁର ଏ ଶ୍ମଶାନ। ସେଠି ଜଳୁଥିଲା ସୃଜନର ସୌଦାଗର କବି ପ୍ରଶାନ୍ତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଝରଣା ବିଶ୍ୱାଳଙ୍କ ପାର୍ଥିବ ଶରୀର। ଇଂରାଜୀ ବିଭାଗର ପ୍ରାଧ୍ୟାପକ ଥିଲେ ବି ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ପ୍ରଶାନ୍ତ ନିଜକୁ ପ୍ରତିଷ୍ଠିତ କରିଥିଲେ। ତେବେ ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ କେଇଦିନ ତଳେ ପ୍ରଶାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ଭୋରୁ କଟକ SCB ମେଡିକାଲ କଲେଜରେ ପ୍ରଶାନ୍ତଙ୍କ ଦେହାନ୍ତ ଘଟିଥିବା କଥା ଜଣାପଡ଼ିଥିଲା। ସ୍ୱାମୀଙ୍କର ଏପରି ଦେହାନ୍ତ କଥାକୁ ସହଜରେ ଗ୍ରହଣ କରିପାରିନଥିଲେ ସ୍ତ୍ରୀ ଝରଣା। ସ୍ୱାମୀ ବିନା କେମିତି ବଞ୍ଚିବେ, ଏ ସଂସାର ପିଲାଛୁଆଙ୍କୁ ନେଇ କେମିତି ଚଳିବେ ଭାବି ଭାବି ତାଙ୍କର ମଧ୍ୟ ପ୍ରାଣବାୟୁ ଉଡ଼ିଗଲା। ଝିଅ ବେଳୁ ଭଲ ପାଉଥିଲେ ପ୍ରଶାନ୍ତକୁ, ଯାହା ଶେଷରେ ପ୍ରେମ ବିବାହର ରୂପ ନେଇଥିଲା। ଯେତେବେଳେ ପ୍ରଶାନ୍ତ ଚାଲିଗଲେ ଝରଣା ବା କେମିତି ଏକୁଟିଆ ରହିଥାନ୍ତେ। ସ୍ୱାମୀ ହାତ ଧରି ଏତେ ବାଟ ଆସିଲେ, ତାଙ୍କୁ ଏକା କେମିତି ଛାଡ଼ିଥାନ୍ତେ। ସ୍ୱାମୀ ଯିବାର କେଇ ଘଣ୍ଟା ଭିତରେ ଝରଣାଙ୍କ ଜୀବନ ମଧ୍ୟ ଚାଲିଗଲା। ଏକାଠି ଆରପାରିକୁ ଚାଲିଗଲେ, ଏକା ସାଙ୍ଗରେ ଗାଁ ଶ୍ମଶାନରେ ହେଲା ସ୍ୱାମୀ ସ୍ତ୍ରୀଙ୍କ ଶେଷ କୃତ୍ୟ। କ୍ଷଣିକ ଭିତରେ ପଞ୍ଚଭୂତରେ ଲୀନ ହୋଇଗଲା 2 ଜଣଙ୍କ ପାର୍ଥିବ ଶରୀର। ଅଡ଼ମଗାଁ ଶ୍ମଶାନରେ ଏ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକଙ୍କ ପାର୍ଥିବ ଶରୀର ଜଳୁଥିବା ବେଳେ ପତ୍ନୀ ଝରଣାଙ୍କର ହୃଦ୍ଘାତ ହୋଇଥିଲା। ସେଇଠି ହିଁ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ସ୍ତ୍ରୀ ଝରଣା। ଯେମିତି ପ୍ରଶାନ୍ତ ନିଜ ପତ୍ନୀଙ୍କଠାରୁ ଦୂରେଇ ରହିବାକୁ ଚାହୁଁନଥିଲେ, ସେଥିପାଇଁ ତାଙ୍କୁ ସାଙ୍ଗରେ ନେଇଗଲେ ବୋଧେ। ଉଭୟଙ୍କ ଆତ୍ମାର ସଦ୍ଗତି ପାଇଁ ସମସ୍ତେ ପ୍ରାର୍ଥନା କରିବା ଦରକାର। କମେଣ୍ଟ କରି ନିଶ୍ଚିତ ଲେଖିବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।